ଯେପର୍ଯ୍ୟନ୍ତ ଜଣେ କହୁଥିବ ଏବଂ ସାମ୍ନା ବାଲା ସହୁଥିବ ସେ ପର୍ଯ୍ୟନ୍ତ ସବୁ ଠିକ ଥାଏ, କିନ୍ତୁ ଯେତେବେଳେ ସହିବା ଲୋକଟି କହିବା ଆରମ୍ଭ କରିଦିଏ ସମ୍ପର୍କ ଯେତେ ପୁରୁଣା ହେଲେ ମଧ୍ୟ ସମ୍ପର୍କରେ ଫାଟ ସୃଷ୍ଟି ହେଇଯାଏ। କିଛି ମଣିଷଙ୍କ ଚିନ୍ତାଧାରା ଏମିତି ବି ଅଟେ, ନିଜ ଉପରେ ବିପଦ ପଡ଼ିଲେ କହିବେ ହେ ଭଗବାନ ମତେ କାହିଁକି ଏତେ ଦୁଃଖ ଦେଉଛ, ଆଉ ଅନ୍ୟ ଉପରେ ବିପଦ ପଡ଼ିଲେ କୁହନ୍ତି ଏ ହେଉଛି ତାର କର୍ମର ଫଳ। ନିଜ ଆଖି ଲୁହକୁ ନିଜ ହାତରେ ପୋଛିବାକୁ ଚେଷ୍ଟା କରନ୍ତୁ, କାରଣ ଏ ଦୁନିଆରେ ଲୋକମାନେ ଦୁଃଖ କମ୍ ଓ ଦୁର୍ବଳତା ଜାଣିବାକୁ ଅଧିକ ଚେଷ୍ଟା କରିଥାନ୍ତି। ଜୟ ଜଗନ୍ନାଥ। କୌଣସି ମଣିଷ ମା ପେଟରୁ ଧନୀ ଓ ଗରିବ ହୋଇ ଜନ୍ମ ନେଇ ନଥାନ୍ତି, ତାଙ୍କୁ ଏଇ ସମାଜର କିଛି ଲୋକମାନେ ଧନୀ ଗରିବର ପରିଚୟ ଦେଇ ଦେଇଥାନ୍ତି। ଜୀବନରେ ବେଳେ ବେଳେ ସବୁ କଷ୍ଟକୁ ଲୁଚେଇ ମୁଁ ଭଲ ଅଛି ବୋଲି ଅଭିନୟ କରିବାକୁ ପଡ଼ିଥାଏ, କାରଣ ଅକୁହା ଦୁଃଖକୁ ବୁଝିବାର ଶକ୍ତି ସମସ୍ତଙ୍କ ପାଖରେ ନଥାଏ। କାଳିଆରେ ନିଜ ଭାଗ୍ୟ ସହିତ ଲଢ଼ି ଲଢ଼ି ଥକି ପଡ଼ିଲେଣି, ଆଉ ପରୀକ୍ଷା ନେନିରେ। ଯିଏ ପାପ କରୁଛି ତା ପାଇଁ ତୋ ପାଖରେ ଦଣ୍ଡ ନାହିଁ, ହେଲେ ଯିଏ ତୋତେ ଭରସା କରି ବଞ୍ଚିଛି ତା କପାଳରେ ଖାଲି ଦୁଃଖ ହିଁ ଲେଖିଛୁ। ସବୁବେଳେ ଅନ୍ୟ ଉପରେ ନିର୍ଭର କରିବା ମଣିଷକୁ ଅସହାୟ କରିଦିଏ ଏବଂ ଅନ୍ୟ ଉପରେ ଆଶା କରିବା ମଣିଷକୁ ଦୁର୍ବଳ କରିଦିଏ। ନିଜର ସାହସ ଓ ଧୈର୍ଯ୍ୟ ଦ୍ୱାରା ବଞ୍ଚିବାକୁ ଚେଷ୍ଟା କରନ୍ତୁ। ଜୀବନରେ ଦୁଃଖ ସୁଖ ଚିରସ୍ଥାୟୀ ନୁହେଁ। ରାସ୍ତାରେ କିଛି ବାଟ ଚାଲିବା ପରେ ଯେମିତି ମୋଡ଼ ଆସିଥାଏ, ସେହିପରି ଜୀବନ ରାସ୍ତାରେ ମଧ୍ୟ କେବେ ନା କେବେ ମୋଡ଼ ଆସିଥାଏ। ନ ଡରି ଆଗକୁ ଚାଲନ୍ତୁ। ଯେଉଁଠି ଲାଗିବ ତୁମ ପାଇଁ ଅନ୍ୟ କାହାକୁ କଷ୍ଟ ହେଉଛି ସେଠାରୁ ହଟିଯିବାଟା ହିଁ ଭଲ, କାରଣ ବେଳେ ବେଳେ ମଣିଷ ଭୁଲ ହୋଇନଥାଏ, କିନ୍ତୁ ନିଜକୁ ଠିକ ବୋଲି ପ୍ରମାଣିତ କରିବା ପାଇଁ ତା ପାଖରେ ଶବ୍ଦ ନଥାଏ। ଶରୀରରେ ଲାଗିଥିବା ଆଘାତ କିଛି ଦିନ କଷ୍ଟ ଦେଇଥାଏ, ହେଲେ ମନରେ ଲାଗିଥିବା ଆଘାତ ଜୀବନ ସାରା କଷ୍ଟ ଦେଇଥାଏ। ତେଣୁ କାହାକୁ ଆଘାତ ଦେବା ପୂର୍ବରୁ ଥରୁଟିଏ ନିଶ୍ଚୟ ଭାବିବେ। ସବୁବେଳେ ଗୋଟେ କଥା ମନେ ରଖିଥାନ୍ତୁ, ତୁମ ପାଦ ତୁମକୁ ମନ୍ଦିର ପର୍ଯ୍ୟନ୍ତ ନେଇ ଯାଇଥାଏ, କିନ୍ତୁ ତୁମ କର୍ମ ତୁମକୁ ଭଗବାନଙ୍କ ପାଖକୁ ନେଇ ଯାଇଥାଏ। ଜୟ ଜଗନ୍ନାଥ। आहे ଜନାର୍ଦ୍ଦନ ହେଚକା ନୟନ, ଅନ୍ଧାରରେ ଦିଶୁ ନାହିଁ ବାଟ, ତୁମ ବିନା ପ୍ରଭୁ କିଏ ଅଛି ମୋର, ତୁମକୁ ଡାକୁଛି ତ୍ରାହି ମାମ୍ ଜଗନ୍ନାଥ, ତ୍ରାହି ମାମ୍ ଜଗନ୍ନାଥ।